ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ଼ର 1998 ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ। ଗଅନ୍ଦିଆ ବ୍ଲକର ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ଼ 1998 ବ୍ୟାଚ୍ ପୁରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ସମ୍ମୁଖରେ ଥିବା ଖୋଲା ପଡ଼ିଆରେ ଏକ ଭକ୍ତିମୟ ପରିବେଶରେ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ତୁଷାରକାନ୍ତ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର 1998 ମସିହାର ପ୍ରାକ୍ତନ ଛାତ୍ର ଉତ୍ତମ କୁମାର ସାମନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ, ମୁଖ୍ୟ ବକ୍ତା ଭାବେ ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଧାନାଥ ଜେନା, ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଯୁଧିଷ୍ଠିର ରାଉତ, ସଚିତାନନ୍ଦ ବିଶ୍ୱାଳ, ଯୁଗଳ କିଶୋର ମିଶ୍ର, ପ୍ରବୋଧ କୁମାର ମାଟିଆ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ପାଣି, ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିବାଳା ସାମଲ, ପରିବେଶ କ୍ଲବର ମାର୍ଗଦର୍ଶକ ଅଭୟ କୁମାର ଶତପଥୀ ମଞ୍ଚାସୀନ ହୋଇ ବିଦ୍ୟାଳୟର ଅତିଥ ଗୌରବର ସ୍ମୃତିଚାରଣ କରି ପୁରାତନ 1998 ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କ ପରିବାରବର୍ଗଙ୍କୁ ଆଶିଷ ପ୍ରଦାନ କରିଥିଲେ। ଇତ୍ୟବସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ହରିହର ସାହୁଙ୍କ ସହିତ ସମସ୍ତ ମଞ୍ଚାସୀନ ଗୁରୁ ଗୁରୁମାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ 4.5 କୋଟି ଓଡ଼ିଆଙ୍କର ହୃଦୟର ସ୍ପନ୍ଦନ ମହାପ୍ରଭୁ ଜଗନ୍ନାଥଙ୍କ ସ୍ମୃତିଫଳକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବିଶ୍ୱରଞ୍ଜନ ଧଳ, ସଞ୍ଜୟ କୁମାର ପୃଷ୍ଟି, ସଞ୍ଜୟ କୁମାର ସାହୁ, ବିଜୟ କୁମାର ଦାସ, ମାନସ ତରାଇ, ଅରବିନ୍ଦ ସାହୁ, ସମରେନ୍ଦ୍ର ସିଂହ, ପୁରାତନ ଛାତ୍ରୀ ପୂଜାରାଣୀ ସାମନ୍ତ, ଉମାବତୀ ପ୍ରଧାନଙ୍କ ସହିତ 1998 ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରବର୍ଗ ସାମିଲ ହୋଇ ଉତ୍ସାହର ସହିତ ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ କରିଥିଲେ। ବର୍ତ୍ତମାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନର କାର୍ଯ୍ୟାଳୟ ସହାୟକ ଓ କର୍ମଚାରୀ ଉପସ୍ଥିତ ହୋଇଥିଲେ। ଆପଣମାନଙ୍କ ଭାଷାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ, ମୋ ଭାଷାରେ ଇଏ ହେଉଛି ଗୁରୁପୂଜନ କାର୍ଯ୍ୟକ୍ରମ। ଉତ୍କଳୀୟ ସଂସ୍କୃତିର ଯେଉଁଟା ହେଉଛି ମାର୍ଗଦର୍ଶନ ଦିଗଦର୍ଶନ, ତାକୁ ଅନୁସରଣ କରି 1998 ବ୍ୟାଚ୍ର ପିଲାମାନେ ଆଜି ଏ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଛନ୍ତି। ବିଦ୍ୟାଳୟର ପୁରାତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ ସମସ୍ତଙ୍କୁ ମଞ୍ଚାସୀନ କରାଇ ସମ୍ବର୍ଦ୍ଧିତ କରିଛନ୍ତି। ଖୁବ୍ ଗୌରବର କଥା, ମନ ବହୁତ ଶାନ୍ତି ଲାଗୁଛି, ବହୁତ ଆନନ୍ଦ ଲାଗୁଛି। ଏ ଯେଉଁ ପ୍ରକାର ଚିନ୍ତାଧାରା, ଏ ଯେଉଁ ପ୍ରଚେଷ୍ଟା, ଇଏ ଗୋଟେ ସାମାଜିକ ପ୍ରେରଣା ଏବଂ ସମାଜ ସଂସ୍କାର, ସମାଜକୁ ଏକ ନୂତନ ବାର୍ତ୍ତା ଦେବ ବୋଲି ମୁଁ ଆଶା କରୁଛି। 1998 ମସିହାର ଛାତ୍ରଛାତ୍ରୀମାନେ ତାଙ୍କର ଏଇ ଯେଉଁ ଦିଗନ୍ତ ବିସ୍ତାରୀ ଯେଉଁ ପଦକ୍ଷେପ ସେମାନେ ନେଲେ, ତାଙ୍କର ଆମର ସମସ୍ତ ପୁରାତନ ଶିକ୍ଷକମାନେ ଏବଂ ଆମର 98 ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀମାନେ, ସେମାନଙ୍କର ସହଧର୍ମିଣୀମାନେ, ପିଲାଛୁଆମାନେ ସମସ୍ତଙ୍କର ମଙ୍ଗଳ କାମନା ହେଉ। ପ୍ରଭୁ ଜଗନ୍ନାଥ ସେମାନଙ୍କର ମଙ୍ଗଳ କରନ୍ତୁ, ଏତିକି କାମନା। ଏବଂ ଏଇଟା ସବୁ ବର୍ଷ ଆମର ଲାଗି ରହୁ, ପିଲାମାନଙ୍କର ପ୍ରଭାବ ପଡ଼ୁ, ଆସନ୍ତା ପିଢ଼ିମାନେ ପୁଣି ଆସନ୍ତା ବର୍ଷ ଏଇ ସବୁ କାମ ରଖନ୍ତୁ, ଏତିକି ଜଗନ୍ନାଥ ପାଖରେ କାମନା। ହାର୍ଦ୍ଦିକ ଅଭିନନ୍ଦନ। ଜଗନ୍ନାଥ ହାଇସ୍କୁଲ ବିଦ୍ୟାପୀଠର 98 ବ୍ୟାଚ୍ ମାଟ୍ରିକ ବ୍ୟାଚ୍ର ଆଜି ବନ୍ଧୁ ମିଳନ ହୋଇଛି। ଉଦ୍ଦେଶ୍ୟ ଥିଲା 27 ବର୍ଷ ପରେ ଆମର ସାଙ୍ଗସାଥିମାନଙ୍କ ଭିତରେ ସେ ସବୁ କିଏ କୁଆଡ଼େ ପଦାରେ ରହିଲେ, ଚାକିରି ଫାକିରି କରିଛନ୍ତି, ତା ଭିତରେ ଆମ ପିଣ୍ଟୁ ଏଠି ବିଜୟସାରଙ୍କ ପିଣ୍ଟୁ ତାର ଯୋଗାଯୋଗ କରି କହିଲା ବ୍ୟାଚ୍ କରିବା, ମୁଁ କହିଲି ହଁ କରିବା, ବ୍ୟାଚ୍ ଫିଷ୍ଟ କରିବା। ସାର୍ମାନଙ୍କୁ ଅନୁରୋଧ, ଆମ ସାର୍ମାନଙ୍କୁ ଅନୁରୋଧ କରୁ, ସାର୍ମାନେ ଆମ ଅନୁରୋଧ କ୍ରମେ ଆସି ଯୋଗ ଦେଇଛନ୍ତି। ସାର୍ମାନଙ୍କୁ କୃତଜ୍ଞତା ଜ୍ଞାପନ କରାହେଉଛି। ଗୁରୁ କହୁଥିଲେ ଯେ ବର୍ତ୍ତମାନ ସ୍କୁଲ ପାଇଁ ତମେ ହଉଛ ସ୍କୁଲ ଆମେ ବର୍ତ୍ତମାନ ସରପଞ୍ଚରେ ଅଛୁ। ସାର୍ କହିଲେ କହିବା କଥା ପଞ୍ଚାୟତରୁ କିଛି ଅନୁଦାନ ସ୍କୁଲ ଦିଆଯାଉ। ସ୍କୁଲକୁ ଦିଆହେଇଛି 5T ଏବେ 10 ଲକ୍ଷ ଟଙ୍କା 5T ଅଛି। ତାପରେ ପୁଣି 5T କାମ ସରିଲା ପରେ ରାସ୍ତା ଫାସ୍ତା ପାଇଁ ଦିଆହବ କିଛି ପଇସା। ତୁଷାରକାନ୍ତ ବରାଳ 1998 ବ୍ୟାଚ୍ର ଛାତ୍ର। ଆଜି ଆମର ଯୋଉ ଗୁରୁମାନଙ୍କୁ ଡକା ହେଇଥିଲା, ଯୋଉ ଗୁରୁମାନଙ୍କ ଯୋଗୁଁ ଆଜି ଆମେ ଏତେ ବଡ଼ ହେଇଛୁ, ତାଙ୍କୁ ତ ଆମେ ନିମିତ୍ତ ମାତ୍ର, ତାଙ୍କ ପାଇଁ କିଛି ତ ଆମେ ତାଙ୍କୁ କରିପାରିନୁ, କେବେ ବି କରିନଥିଲୁ। ଚିନ୍ତା କଲୁ ଆମ ବ୍ୟାଚ୍ର ସବୁ ସାଙ୍ଗମାନେ ଯେ ଗୁରୁଙ୍କ ପୂଜା କରିବା ଟିକେ, ଆଜି କେମିତି ସେଇ ଯୋଉ ଗୁରୁଙ୍କଠୁ ଆମେ ଆଶୀର୍ବାଦ ପାଇଛୁ, ଯୋଉ ଗୁରୁଙ୍କ ଯୋଗୁଁ ଆଜି ଏତେ ବଡ଼ ହେଇଛୁ, ତାଙ୍କୁ ପୂଜା କରିବା ପାଇଁ ଆମର ଆଜି ବହୁତ ଇଚ୍ଛା ଥିଲା। ତେଣୁ ସେଇଟା ଆମେ ସକ୍ସେସ୍ ହେଇଛୁ।
ଜଗନ୍ନାଥ ଗୁରୁ ପୂଜା କରନ୍ତୁ। ଯୋଉମାନଙ୍କ ଯୋଗୁ ଆମେ ଆଜି ଏତେ ବଡ ହେଇଛୁ ବି ତାଙ୍କ ଯୋଗୁ କିଛି ଆମେ ରୋଜଗାର କରୁଛୁ କି ତାଙ୍କ ଯୋଗୁ ସବୁ ଇଏ ଯୁବ ସମାଜ ପାଇଁ ଇଏ ଗୋଟେ ବାର୍ତ୍ତା। କଣ କହିବେ ସେତେବେଳେ ପାଠ ପଢିଲା ବେଳେ ଗୁରୁ ଯୋଉ କାନ ମୋଡି ଦଉଥିଲେ ବେତ ଛାଟ ଖାଉଥିଲେ ଆଜି ଗୁରୁଙ୍କୁ ଦେଖି କେମିତି ଲାଗୁଛି? ଇଏ ତ ବହୁତ ଚେଞ୍ଜ ହେଇଯାଇଛି। ସେତେବେଳେ ଗୁରୁ ଏବେ ଗୁରୁ ବହୁତ ଡିଫରେଣ୍ଟ। ଏବେ ତ ସରକାର ସବୁ ଯୋଉ ଇଏ ଆଇନ ବାହାର କଲେ ଇଏ କଲେ ଆମେ ତ ପାଠ ପଢିଲା ବେଳେ ବହୁତ ମାଡ ଖାଇଛୁ ବହୁତ ଇଏ କରିଛୁ। ସେତେବେଳର ଗୁରୁ ଏବେର ଗୁରୁ ବହୁତ ଡିଫରେଣ୍ଟ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।